ବୁଝିଲ ଜ୍ୱାଇଁ ପୁଅ ଗଙ୍ଗାଧର, ଚାଲି ଆସିଲ ନ ଦେଇ ଖବର। ଖଟରେ ବସ ଏଥର, କରିବା ଟିକେ ଭଲ ମନ୍ଦ ବିଚାର। ଓଃ, କି ବର୍ଷା ବେ, ପ୍ରବଳ ବର୍ଷା। ବନ୍ୟା ହେବ ବୋଧେ। ଟିକେ ଶ୍ୱଶୁର ଘରକୁ ଯିବାକୁ ପଡ଼ିବ। ବହୁତ ଦିନ ହେଲା ମାଛ ଝୋଳଟା ପାଟିରେ ପଡ଼ିନି। ଖାଇବାକୁ ଖାଇବା ହେବ, ତା ସହିତ ଶାଶୁଘର ବୁଲିବା କାମଟା ବି ହେଇନି। ନା କ'ଣ? ଭଲ ପ୍ଲାନ୍, ଭଲ ପ୍ଲାନ୍। ଆରେ ସକାଳ ପହରୁ କ'ଣ ଉପରକୁ ଅନେଇ ଅନେଇ ହସି ଚାଲିଛ? କାଇଁ ଆମକୁ ଟିକେ କହୁନା, ତୁମ ଖୁସି ହେବା କାରଣ କ'ଣ? ଶୀଘ୍ର କୁହ, ମୁଁ ଟିକେ ଶୁଣିବି, ଆଉ ମୁଁ ଟିକେ ବି ଖୁସି ହେବି ନା। ବୁଝିଲ ଫୁଲ, ଆଉ କଥା କୁହନା। ଶୀଘ୍ର ଶୀଘ୍ର ବାହାର। ଆଜି ଆମେ ତମ ଘରକୁ ଯିବା, ବୁଝିଲ। ବହୁତ ଦିନ ହେଲାଣି ଯାଇନାହାନ୍ତି। ଟିକେ ତମ ବାପା ମାଙ୍କ ଖବର ନେଇକି ଆସିବା। ଏ ସତେ ନା କ'ଣ ମୋ ବାପ ଘରକୁ ଯିବା? ହଉ ହଉ, ଟିକେ ଖାଲି ଅପେକ୍ଷା କର। ମୁଁ ଟିକେ ପାଉଡର ଫେୟାର ଲଭଲି ଲଗେଇ କରି ଆସେ, ତାପରେ ଯିବା। ବହୁତ ଦିନ ପରେ ପାଟିରେ ଟିକେ ଦେଶୀ ମାଛ ଝୋଳ ପଡ଼ିବ। ଓଃ, ତାର ଯୋଉ ସ୍ୱାଦରେ ବାବା, ଭାବିଲେ ମୁହଁରେ ପାଣି ଆସିଯାଉଛି। ଓଃ, କ'ଣ ହେଇଥିବ ସେ ମାଛ ଝୋଳ। ଗଲେ ତ ଖାଲି ଖାଇବି ଆଉ ରେଷ୍ଟ ଦେବି, ହେଲା କି? ବୁଝିଲ ଜ୍ୱାଇଁ ପୁଅ ଗଙ୍ଗାଧର, ଚାଲି ଆସିଲ ନ ଦେଇ ଖବର। ଖଟରେ ବସ ଏଥର, କରିବା ଟିକେ ଭଲ ମନ୍ଦ ବିଚାର। ବୁଝିଲ ଜ୍ୱାଇଁ ପୁଅ, କାଲିର ଯେଉଁ ବରଷା, ଘର କଣାରୁ ଏତେ ପାଣି ଗଳିଲା ଯେ ରାତିରେ ଟିକେ ଶାନ୍ତିରେ ଶୋଇ ବି ହେଲାନି। ବୁଝିଛ? କଥା କ'ଣ କି ବାପା, ମୁଁ ହେଲେ ଟିକେ ସ୍ନେହ କାଙ୍ଗାଳ ଲୋକଟା। ଯେଉଁଠି ଟିକେ ସ୍ନେହ ମିଳିଲା ସେଇଠି ଟିକେ ବାରମ୍ବାର ଯିବା ଆସିବା ଚାଲିଥାଏ। ଆଉ ଆପଣଙ୍କର ଏଠି ତ ଟିକେ ଅଧିକ ସ୍ନେହ ମିଳୁଛି। ତାକୁ ଛାଡ଼ିକି କ'ଣ ମୁଁ ଘରେ ରହିପାରୁଛି? ତୁମେ କହୁନା ବାପା, ମୁଁ ଏଠାକୁ ଆସିବା କ'ଣ ଭୁଲ କି? ଆମ ଜ୍ୱାଇଁ ପୁଅ ଆସିଛନ୍ତି ଖବର ନ ଦେଇ। ସବୁ ପ୍ରକାରର ତରକାରୀ ହୋଇଗଲା ମାତ୍ର 1 ଘଣ୍ଟାରେ। କଥାବାର୍ତ୍ତା ସେତିକି ଥାଉ, ଚାଲ ଏଥର ଖାଇବ। ମୁଁ ଗୋଟେ କଥା ବୁଝିପାରିଲିନି। ଗୋଟେ ତରକାରୀ ତ ମାଛ ଝୋଳ ଥିଲା, ହେଲେ ଅନ୍ୟ ତରକାରୀଟି କେଉଁଥିରେ ତିଆରି? ତାର ସ୍ୱାଦ ମାଛ ଝୋଳ ଠାରୁ ବଳିକି ସ୍ୱାଦିଷ୍ଟ ଥିଲା। ମୁଁ ଜାଣିପାରିଲିନି ତ ସେଇଟା କ'ଣ ବା? ବୁଝିଲ ଜ୍ୱାଇଁ ପୁଅ, କାଲି ପରା ଟିକେ ବଜାରକୁ ଯାଇଥିଲି। ସେଇଠି ଭଲ ଭଲ କଅଁଳିଆ ବାଉଁଶକୁ କାଟିକି ବିକ୍ରି କରୁଥିଲେ। ଆଉ ତରକାରୀ ଟିକେ ଖାଇବାକୁ ଇଚ୍ଛା ହେଲା ତ ନେଇ ଆସିଲି ଆଉ। ତମେ ପରା ସେଇ ବାଉଁଶ ତରକାରୀ ଖାଇଲ, କ'ଣ ଜାଣିପାରୁନ? ଓଃ, ବୁଝିଲି, ବାଉଁଶ ତରକାରୀ। ହଉ ତାହେଲେ କାଲିକି ଆପଣମାନେ ଆମ ଘରକୁ ଆସିବେ, ହେଲା। ଏବେ ଆମେ ଆସୁଛୁ। ଫୁଲ, ଆସ ଏଥର ଆମେ ଯିବା। କାଲି ସେମାନେ ଆସିବେ ପରା ଆମ ଘରକୁ।
ଆରେ ଆପଣମାନେ ଆସିଗଲେଣି? ବସନ୍ତୁ ବସନ୍ତୁ, ଏଇଠି ବସନ୍ତୁ। ଏବେ ରୋଷେଇ ଚାଲିଛି। ଖାଇସାରିକି ତାପରେ ଯାହା କଥାବାର୍ତ୍ତା ହେଲା, ବୁଝିଲ? ବସନ୍ତୁ ବସନ୍ତୁ। ଆରେ ଏ ବାଉଁଶଟା ସିଝିନି ବୋଧେ, ଆଉ ଟିକେ ସିଝିବାକୁ ପଡ଼ିବ, ତାହେଲେ ଯାଇ ସ୍ୱାଦଟା ଭଲ ଲାଗିବ। ଆଉ ଏଟା କ'ଣ ସିଝୁନି? ସିଝିବ ନା ନାହିଁ? ଏଥର ନିଶ୍ଚିତ ଭାବରେ ସିଝିକି ଗୁଣ୍ଡ ହେଇଯିବଣି। ଆରେ ଏ କ'ଣ, ଏଥର ବି ସେମିତି ଅଛି, ନା ସିଝୁଛି ନା କିଛି ସ୍ୱାଦ ବାହାରୁଛି। ମୋ କ'ଣ କରିବି, ମୋ ମୁଣ୍ଡରେ କିଛି ବୁଦ୍ଧି ଜୁଟୁନି। ହାଏ, ଆରେ ଜଇଁ ପୁଅ, ଏ କ'ଣ କରୁଛ? ବାଉଁଶ ତରକାରୀ କ'ଣ ଏମିତି କରାଯାଏ? ତା ପାଇଁ ପରା କଅଁଳିଆ ବାଉଁଶ ଦରକାର। ଏମିତି ଶୁଖିଲା ବାଉଁଶରେ କ'ଣ ତରକାରୀ ହୁଏ? ସତରେ ମୋ ଜଇଁଟା କେଡ଼େ ବୋକା।